ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁମୁଣି ଗାଁରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ବିଓ କାର୍ଯ୍ୟାଳୟ ପକ୍ଷରୁ ନଗଡ଼ା ପାର୍ଶ୍ୱବର୍ତ୍ତୀ ଦୁର୍ଗମ ତୁମୁଣି ଗାଁରେ ଶୁକ୍ରବାର ଦିବା 2 ଘଟିକା ସମୟରେ ଶିକ୍ଷା ସଚେତନତା ପାଇଁ ପଥପ୍ରାନ୍ତ ନାଟକ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ସ୍କୁଲ ଯାଉନଥିବା ଓ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ନେଇ ଗାଁ ମୁଣ୍ଡ ପଣସ ଗଛ ମୂଳେ ଏକ ସଚେତନତା ବୈଠକକୁ ବିଓ ନାରାୟଣ ଦାସ ମୁଖ୍ୟ ପ୍ରଶିକ୍ଷକ ତଥା ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରି ଗସ୍ତ ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏବିଓ ଗୋବର୍ଦ୍ଧନ ପ୍ରଧାନ, କରଙ୍ଗୀ ଅତା ଉପରା ସ୍କୁଲ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ହାସଦା, ହିସାବ ରକ୍ଷକ ପ୍ରମିଳା କବି, ସରୋଜ କୁମାର ପତି ଓ ବିକ୍ରମ ବେହେରା ସମସ୍ତ 11 ଜଣ ସିଆରସିସି ଓ ବିଓ ଅଫିସର ସବୁ କର୍ମଚାରୀ ଓ ଆସ୍ପିଆରର ଶିକ୍ଷାକର୍ମୀମାନେ ପାହାଡ଼ି ଗୋଳାବାଟରେ 4 କିଲୋମିଟର ଚାଲି ଚାଲି ତୁମୁଣି ଗାଁ ଗସ୍ତ କରିଥିଲେ। ଘରକୁ ଘର ବୁଲି ଲୋକଙ୍କୁ ଡକାଯାଇଥିଲା। ପିଙ୍ଗଲ ସିଆରସି ଅଶୋକ ଚନ୍ଦ୍ର ଦାସଙ୍କ ରଚିତ ଓ ନିର୍ଦ୍ଦେଶନାରେ ଅନୁଷ୍ଠିତ କ୍ଷୁଦ୍ର ନାଟକରେ ଅନ୍ୟ 10 ଜଣ ସିଆରସିସି ଅଭିନୟ କରିଥିଲେ। ନାଟକ ମାଧ୍ୟମରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ପରିଭାଷା ଓ ଏହାର ଦୂରୀକରଣ, ସ୍ୱାସ୍ଥ୍ୟ ସଚେତନତା ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମ କରାଯାଇଥିଲା। ଏହା ଗ୍ରାମବାସୀଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା ବୋଲି ତୁମୁଣି ଗାଁ ମୁଖିଆ ମିଟୁ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି।